कृषक भाई मानक पई आसीगला बहुत बड़ खुशी खबर। धान संग्रह पई चाषी मानक पई एग्रीस्टॉक बाध्यतामूलक नुहे बोलिकी पैनल कहिअछि। चलित वर्ष 2026-27 धान संरक्षण लगी चाषी पंजीकरण चलिअछि। ଏହି ପଞ୍ଜୀକରଣ ଲାଗି ଏଥର ସରକାର ଗୋଟିଏ ନୂଆ ନିୟମ ଜାରି କରିଛନ୍ତି, ଯାହାକି ହେଉଛି କୃଷକ ରେଜିଷ୍ଟ୍ରି ବା ଏଗ୍ରିଷ୍ଟକ୍ ନମ୍ବର ଆବଶ୍ୟକ ଅଛି। ଆପଣମାନେ ମଧ୍ୟ ସ୍କ୍ରିନ୍ ଉପରେ ଦେଖିପାରୁଥିବେ କୃଷକ ରେଜିଷ୍ଟ୍ରି ସଂଖ୍ୟା ବା ଏଗ୍ରିଷ୍ଟକ୍ ନମ୍ବର ନିହାତି ଭାବରେ ଆବଶ୍ୟକ ରହିଅଛି ବା ଚାଷୀ ପଞ୍ଜୀକରଣ ଆଧାର EKYC ନିହାତି ମଧ୍ୟ ଜରୁରୀ ଅଟେ, ଯାହାକି ଏଟା ଆପଣମାନଙ୍କର କ'ଣ କଥା ମାଣ୍ଡାଟୋରୀ ବା ବାଧ୍ୟତାମୂଳକ ରଖାଯାଇଥିଲା। ତେବେ ଏହି ଯେଉଁ ନୂଆ ନିୟମ ଲାଗି ସରକାର ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି, ଯାହାକି ସେ କହିଛନ୍ତି ଧାନ ସଂଗ୍ରହ ପାଇଁ ଚାଷୀ ମାନଙ୍କର ଏଗ୍ରିଷ୍ଟକ୍ ବାଧ୍ୟତାମୂଳକ ନୁହେଁ। ଦେଖନ୍ତୁ ଏଠି ସ୍କ୍ରିନ୍ ଉପରେ କ'ଣ ଲେଖାଗଲା। ଆନ୍ତଃ ମନ୍ତ୍ରିସ୍ତରୀୟ କମିଟି ଘୋଷଣା କରିଛନ୍ତି ଯେ ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ପାଇଁ ଏଗ୍ରିଷ୍ଟକ୍ ଆଇଡି ଆବଶ୍ୟକତା ନାହିଁ ଏବଂ ଚାଷୀମାନେ ଏହା ବିନା ମଧ୍ୟ ପଞ୍ଜୀକରଣ ପୂରଣ କରିପାରିବେ। ତେବେ ଚାଲନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସଟି କ'ଣ ରହିଅଛି ମୁଁ ଆପଣଙ୍କୁ ଜଣାଉଅଛି। ତେବେ ମୁଁ ପ୍ରଭାତ ଆଜି ଆପଣମାନଙ୍କୁ ସ୍ୱାଗତ କରୁଛି ପୁଣି ଏକ ନୂଆ ଭିଡ଼ିଓକୁ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଗୋଟେ ଲାଇକ୍ କରିବେ, ଚ୍ୟାନେଲକୁ ଯଦି ଆପଣ ନୂଆ ଅଛନ୍ତି ତେବେ ସବସ୍କ୍ରାଇବ୍ କରି ଏଇଭଳି ନୂଆ ନୂଆ ଭିଡ଼ିଓ ଆପଣମାନେ ପାଇପାରିବେ। ଦେଖିପାରୁଥିବେ ଏଠି ସ୍କ୍ରିନ୍ ଉପରେ ଏଗ୍ରିଷ୍ଟାକ୍ ଛାଡ଼ ତାତିଲେ ଚାଷୀ, ଏଗ୍ରିଷ୍ଟାକ୍ ଛାଡ଼ ତାତିଲେ ଚାଷୀ ଧାନ ନ କିଣିବାକୁ ସରକାରଙ୍କର ଗୋଟେ ଆଇନ ଫାନ୍ଦି। ବରଗଡ଼ ଚାଷୀଙ୍କର ଜେଲଭରରେ ଆନ୍ଦୋଳନ ବର୍ତ୍ତମାନ ଚାଲିଅଛି। 14 ଅଗଷ୍ଟ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ଆନ୍ଦୋଳନ ଚାଲିଅଛି ବା ଚାଲିବ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତ ଦେଖନ୍ତୁ ଏଠି ଆସିଗଲା ଧାନ ନ କିଣିବାକୁ ସରକାରଙ୍କ ଆଇନ ଫାନ୍ଦି। ତାର ମାନେ ହେଉଛି ଦେଖନ୍ତୁ ଅନେକ ଚାଷୀ ଅଛନ୍ତି ଯେଉଁମାନଙ୍କର ଏଗ୍ରିଷ୍ଟକ୍ ରେଜିଷ୍ଟ୍ରି କରିପାରୁନାହାନ୍ତି, ଯାହାଦ୍ୱାରା ନିଜସ୍ୱ ଚାଷ ଜମି ନଥିବା ଦ୍ୱାରା ସେମାନେ ଏଗ୍ରିଷ୍ଟକ୍ ରେଜିଷ୍ଟ୍ରି କରିପାରୁନାହାନ୍ତି। ଠିକ୍ ଅଛି, ସେଥିପାଇଁ ସେମାନଙ୍କ ପଞ୍ଜୀକରଣ ବଞ୍ଚିତ ହେବା ପାଇଁ ହଜାର ହଜାର ଚାଷୀ ମଧ୍ୟ ଏବେ ମାନେ ସରକାର ଯୋଜନା କରିছে, ଯେଉଁଟାକି ସରକାରମାନେ 3100 ଟଙ୍କା ଦେଉଛନ୍ତି ଧାନର କୁଇଣ୍ଟାଲ ପିଛା ପ୍ରାଇସ୍। ଯଦି ଏଇଟା ସେମାନେ ନ କରିବେ ତାହେଲେ ସେମାନେ 3100 ଟଙ୍କା ଧାନ କୁଇଣ୍ଟାଲ ପିଛା ପ୍ରାଇସ୍ ପାଇପାରିବେ ନାହିଁ। ତେବେ ସେଥିପାଇଁ ସରକାର କ'ଣ କଲେ କି ଏଇ ଯେଉଁ ଏଗ୍ରିଷ୍ଟକ୍ ପଞ୍ଜୀକରଣ ବାଧ୍ୟତାମୂଳକ କରିଦେଲେ। କିନ୍ତୁ ବର୍ତ୍ତମାନ ପାଇଁ ଏଇଟାକୁ ସମ୍ପୂର୍ଣ୍ଣ ଭାବରେ କ'ଣ କରୁଛନ୍ତି ଚାଷୀମାନେ ଆନ୍ଦୋଳନ କରୁଛନ୍ତି। ଦେଖନ୍ତୁ ବରଗଡ଼ ଚାଷୀଙ୍କର ଜେଲଭରରେ ଆନ୍ଦୋଳନ ଚାଲିଅଛି। ସଂଯୁକ୍ତ କିଷାନ ମୋର୍ଚ୍ଚାର 300ରୁ ଉର୍ଦ୍ଧ୍ୱ ଗିରଫ ହୋଇଛନ୍ତି। 14 ଅଗଷ୍ଟ ବଡ଼ ଆନ୍ଦୋଳନ ପାଇଁ ନିଷ୍ପତ୍ତି ମଧ୍ୟ ନିଆଯାଇଅଛି। ଦେଖନ୍ତୁ ଯେଉଁଟାକି ଆପଣମାନେ ଏଠି ସ୍କ୍ରିନ୍ ଉପରେ ଦେଖିପାରୁଥିବେ। କିନ୍ତୁ ବର୍ତ୍ତମାନ ପାଇଁ ସରକାର କ'ଣ ସଫାଇ ଦେଇଛି ତାକୁ ମଧ୍ୟ ମୁଁ ଆପଣଙ୍କୁ କହି ରଖୁଛି, ଆପଣମାନେ ମଧ୍ୟ ଦେଖି ରଖନ୍ତୁ। ସଫାଇ ଦେଲେ ସରକାର ପଞ୍ଜୀକରଣ ପାଇଁ ଏବେ ବାଧ୍ୟତାମୂଳକ ନୁହେଁ ଏଗ୍ରିଷ୍ଟକ୍। ଏଠି ଆପଣ ସ୍କ୍ରିନ୍ ଉପରେ ମଧ୍ୟ ଦେଖିପାରୁଥିବେ ଏବେ ଆଉ ବାଧ୍ୟତାମୂଳକ ନୁହେଁ। ମନ୍ତ୍ରୀକୁ ଘେରିଲେ ଦଳୀୟ ବିଧାୟକ। ରାଜ୍ୟରେ ଖରିଫ ଋତୁ ପାଇଁ ପଞ୍ଜୀକରଣ ଜଟିଳ ସରକାରୀ ବ୍ୟବସ୍ଥାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ଚାଲିଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବର୍ତ୍ତମାନ ଚାଷୀଙ୍କ ପଞ୍ଜୀକରଣ ପାଇଁ ଏଗ୍ରିଷ୍ଟକ୍ ଆଇଡି ବାଧ୍ୟତାମୂଳକ କରାଯିବ ନାହିଁ ବୋଲିକି ସୋମବାର ସଫାଇ ଦେଇଛନ୍ତି। ତାମାନେ ଗତକାଲି ସେ ସଫାଇ ଦେଇଛନ୍ତି। ଖରିଫ ଧାନ ସଂଗ୍ରହ କରିବା ଋତୁ 2026-27 ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ ସୋମବାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଙ୍କ ଅଧ୍ୟକ୍ଷତାରେ ଆନ୍ତଃମନ୍ତ୍ରିସ୍ତରୀୟ ବୈଠକ ଘୋଷଣା କରାଯାଇଅଛି, ଯାହାକି ଏଇ ଯେଉଁ ଚଳିତ ବର୍ଷ ଯେଉଁ ଆମର କ'ଣ ହେଉଛି କି ଧାନ ପଞ୍ଜୀକରଣ ପାଇଁ ଯେଉଁ ଚାଲିଛି ଆମର ଏଗ୍ରିଷ୍ଟକ୍ ଆଗରେ ରେଜିଷ୍ଟ୍ରେସନ୍ ଚାଲିଛି ବା ନୂଆ ଆପ୍ଲାଏ କରାହେଉଛି, ସେଥିରେ ଆପଣଙ୍କ ପାଖରେ ବିନା ଏଗ୍ରିଷ୍ଟକ୍ରେ ଆପଣ ପଞ୍ଜୀକରଣ କରିପାରିବେ, ରେଜିଷ୍ଟ୍ରି କରିପାରିବେ, ଯାହାଦ୍ୱାରା ଆପଣଙ୍କ ଫସଲରେ ଯେତେ ମାନେ ଆପଣଙ୍କ ଯେତେ କୁଇଣ୍ଟାଲ ଧାନ ହୋଇଥିବ ବା ଆପଣ ଯଦି ଭାଗ ଚାଷୀ ମଧ୍ୟ ହୋଇଥିବେ ଆପଣ ନିହାତି ଭାବରେ ଅତି ସହଜ ମାଧ୍ୟମରେ ଧାନଟିକୁ ବିକ୍ରି କରିପାରିବେ। ତେବେ ଏଠି ମଧ୍ୟ ଦେଖିପାରୁଥିବେ ସରକାର କହିଛନ୍ତି ଏଗ୍ରିଷ୍ଟକ୍ ଏକ ସମନ୍ୱିତ କୃଷକ ପ୍ଲାଟଫର୍ମ ଅଟେ, ଯେଉଁଥିରେ ଚାଷୀଙ୍କ ସମସ୍ତ ତଥ୍ୟ ଏକୀକୃତ ହୋଇ ରହିବ। ଏଥିରେ ଚାଷୀ ନିଜକୁ ପଞ୍ଜୀକୃତ କରିବା ଦ୍ୱାରା ନିଜର ଏକ ଅନ୍ୟାନ୍ୟ ଫାର୍ମର ଆଇଡି ମଧ୍ୟ ପାଇପାରିବେ। ଦେଖନ୍ତୁ ଏଠି ଲେଖା ହେଇଛି ଫାର୍ମର ଆଇଡି ପାଇପାରିବେ। ସରକାରଙ୍କ ତରଫରୁ ଚାଷୀଙ୍କ ଦିଗରେ ସମସ୍ତ ସୁବିଧାର ଲାଭ ମଧ୍ୟ ସେ ଉଠାଇ ପାରିବେ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 6 ଲକ୍ଷ ଚାଷୀ ଏହି ଅଧୀନରେ ନିଜକୁ ପଞ୍ଜୀକୃତ କରାଇ ସାରିଛନ୍ତି ବୋଲି ସରକାର କହିଛନ୍ତି। ଏହା ବ୍ୟତୀତ ଭାଗ ଚାଷୀ ପାଇଁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ ଚାଲିଅଛି। ଖୁବ୍ ଶୀଘ୍ର SOP ଜାରି ହେବ ଏବଂ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଆଜି ସୁଦ୍ଧା 26-27 ପାଇଁ 94,657 ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକରଣ କରିସାରିଛନ୍ତି। ମାନେ ଏଇ ଯେଉଁ ଆମେ ଦିଆଯାଇଥିଲା ଅଗଷ୍ଟ ମାସ 6 ତାରିଖ ନେଇକି ଅଗଷ୍ଟ ମାସ 31 ତାରିଖ ପର୍ଯ୍ୟନ୍ତ। ଠିକ୍ ଅଛି, କେତେ ନା ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ମାନେ ଆମର ଫାର୍ମର ଆଇଡି ସେମାନେ ବା ଏଗ୍ରିଷ୍ଟକ୍ରେ ସେମାନେ ରେଜିଷ୍ଟ୍ରେସନ୍ କରିବେ ବୋଲିକି। ତାମାନେ ବର୍ତ୍ତମାନ ପାଇଁ ଆମ ରାଜ୍ୟରେ କେତେ ନା ହେଉଛି 94,657 ଜଣ ଚାଷୀ ଧାନ ବିକ୍ରୟ ପାଇଁ ନାମ ପଞ୍ଜୀକରଣ କରିସାରିଛନ୍ତି। ଏଥିରେ ସର୍ବାଧିକ ପଞ୍ଜୀକରଣ ବାଲେଶ୍ୱର ଜିଲ୍ଲାରେ ହୋଇଥିବାରୁ ବର୍ତ୍ତମାନ 2 ପ୍ରକାର ଚାଷୀ ପଞ୍ଜୀକରଣ ପ୍ରାପ୍ତି ପ୍ରଦାନ କରାଯାଉଛି। ଏଗ୍ରିଷ୍ଟକ୍ ପଞ୍ଜୀକୃତ ଚାଷୀଙ୍କ ପଞ୍ଜୀକରଣ ପ୍ରାପ୍ତି ଓ ବିନା ଏଗ୍ରିଷ୍ଟକ୍ ପଞ୍ଜୀକୃତ ପ୍ରମାଣପତ୍ର ପ୍ରଦାନ କରାଯାଉଛି। ଉଭୟ ପଞ୍ଜୀକରଣ ପ୍ରାପ୍ତି ବୈଧ ବୋଲି ସରକାର ପକ୍ଷରୁ କୁହାଯାଉଛି। ଦେଖନ୍ତୁ ଯେଉଁମାନେ ଏଗ୍ରିଷ୍ଟକ୍ ନମ୍ବର ଅଛି ସେମାନେ ମଧ୍ୟ ଏଗ୍ରିଷ୍ଟକ୍ ରେଜିଷ୍ଟ୍ରେସନ୍ କରିପାରୁଛନ୍ତି, ଯାହା ପାଖରେ ନାହିଁ ସେ ମଧ୍ୟ ଏଟାକୁ କରିପାରୁଛନ୍ତି। ଏହି ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ
ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ବଳବନ୍ତ ସାମନ୍ତ, ପଞ୍ଚାୟତ ମନ୍ତ୍ରୀ ରବି ନାରାୟଣ ଏକ ପ୍ରମୁଖ ଉପସ୍ଥିତ ରହି ଏଗ୍ରିଷ୍ଟକ ଆଇଡିକୁ ନେଇ ଚାଲିଥିବା ବିବାଦ ସମ୍ପର୍କରେ ସେ ମଧ୍ୟ କ'ଣ କରିଛନ୍ତି, ନିଜର ମନ୍ତବ୍ୟ ଦେଇଛନ୍ତି, ଯାହାଦ୍ୱାରା ଏଗ୍ରିଷ୍ଟକ ବିନା ମଧ୍ୟ ଚାଷୀମାନେ ପଞ୍ଜୀକରଣ କରିପାରିବେ ବୋଲି ସରକାରଙ୍କ ତରଫରୁ ଘୋଷଣା ଆସିସାରିଛି। ଅନ୍ୟପକ୍ଷରେ ଖରିଫ ଋତୁ ଧାନ ବିକ୍ରୟକୁ ନେଇ ଜାରି ପଞ୍ଜୀକରଣ ଉପରେ ଚାଷୀ ଭାଇମାନଙ୍କ ଉପରିଥିବା ସଂଶୟ ସମ୍ପର୍କ ବିଷୟରେ ବିଜେପିର 7 ବିଧାୟକ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଭେଟି ଆଲୋଚନା ମଧ୍ୟ କରିଛନ୍ତି। ଧାନ ସଂଗ୍ରହ ପ୍ରକ୍ରିୟାରେ ଯେପରି ସମସ୍ତ ଯୋଗ୍ୟ ଚାଷୀ ସାମିଲ ହୋଇପାରିବେ ତାହା ସୁନିଶ୍ଚିତ କରିବାକୁ ସମ୍ବଲପୁର, ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର ବିଧାୟକମାନେ ମଧ୍ୟ ଦାବି କରିଛନ୍ତି। ଦେଖନ୍ତୁ, ଏ ଯେଉଁ ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ବାଲେଶ୍ୱର, ମୟୂରଭଞ୍ଜ ଏମିତି ଅନେକ ଚାଷୀମାନେ ଅଛନ୍ତି, ଯେଉଁ ଚାଷୀମାନେ ନିଜର ଧାନ ହେଉଛି ତାଙ୍କର ଏକ ମୁଖ୍ୟ ଫସଲ ଅଟେ, ଯାହାଦ୍ୱାରା କି ସେମାନେ ଧାନ ବିକ୍ରି କରିବେ। ଧାନ ପାଇଁ ସରକାର କେତେ ରଖିଛନ୍ତି ନା ହେଉଛି 31 ଟଙ୍କା କୁଇଣ୍ଟାଲ ପିଛା ସେମାନେ ସରକାର ଧାର୍ଯ୍ୟ ମୂଲ୍ୟ ରଖିଛନ୍ତି। ଯଦି ଏ 31 ଟଙ୍କା କୁଇଣ୍ଟାଲ ମୂଲ୍ୟ ନ ପାଇବେ ସେମାନେ, ତାହେଲେ ସେମାନଙ୍କ ଯେଉଁ ଆମର ଅଛନ୍ତି ବିଭିନ୍ନ ଅସାଧୁ ଯେଉଁ ମାନେ ପ୍ଲାଣ୍ଟ ଅଛି, ଧାନ ପ୍ଲାଣ୍ଟ ଅଛି, ଯେଉଁମାନେ ସବୁ ସେମାନେ ସବୁ କ'ଣ କରିବେ, ମାନେ ସଂଗ୍ରହ କରିବେ, ଯାହାଦ୍ୱାରା ତାଙ୍କର ମୂଲ୍ୟ ଉପଯୁକ୍ତ ମୂଲ୍ୟ ପାଇପାରିବେ ନାହିଁ। ତେଣୁ ସେମାନଙ୍କର ବହୁତ ଅସୁବିଧାର ସମ୍ମୁଖୀନ ମାନେ ଚାଷୀ ଭାଇମାନେ ହେବେ। ତେଣୁ ସରକାର ନିଷ୍ପତ୍ତି ନେଲେ କି ବିନା ଏଗ୍ରିଷ୍ଟକରେ ମାନେ ଆମର ଚାଷୀ ପଞ୍ଜୀକରଣ ମାନେ କରିପାରିବେ। ଯେଉଁମାନେ ଏଗ୍ରିଷ୍ଟକ କରୁଛନ୍ତି ସେମାନେ ମାନେ କରିପାରିବେ। ଆପଣ 31 ତାରିଖ ପରେ ମଧ୍ୟ ଏଗ୍ରିଷ୍ଟକ ଚାଷୀ ପଞ୍ଜୀକରଣ ଆଇଡିଟା ମଧ୍ୟ ବାହାର କରିପାରିବେ। ତେବେ ଆପଣମାନେ ସମ୍ପୂର୍ଣ୍ଣ ତଥ୍ୟ ପାଇପାରିଥିବେ ମୁଁ ଆଶା କରୁଛି। ଆପଣଙ୍କର କୌଣସି ପ୍ରକାର ଅସୁବିଧା ଥାଏ ଆପଣ ନିହାତି ଭାବରେ କମେଣ୍ଟ ସେକ୍ସନରେ କମେଣ୍ଟ ଜଣାଇବେ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଗୋଟେ ଲାଇକ୍ କରିବେ। ଚ୍ୟାନେଲ ଯଦି ଆପଣ ନୂଆ ଅଛନ୍ତି ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ପ୍ରେସ୍ କରିବାକୁ ଭୁଲିବେ ନାହିଁ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ, ଜୟ ଶ୍ରୀରାମ।